ଆଜି କିଛି ମୋର ହାତ ଲେଖା ମୋର ଭଉଣୀମାନଙ୍କ ପାଇଁ। ଭଉଣୀଠାରୁ ଭଲ ସାଙ୍ଗ ଏ ଦୁନିଆର ବୋଧେ କେହି ନାହିଁ। ହଁ, ଭଉଣୀଠାରୁ ଭଲ ସାଙ୍ଗ ବୋଧେ ମୋତେ ଲାଗେ ଦୁନିଆର କେହି ନାହିଁ। ମୁଁ ବି କେତେ ଭାଗ୍ୟବାନ ମୋ ଜୀବନରେ ତୁମ ଭଳି ଭଉଣୀ ପାଇଁ। ଏତିକି ଭଗବାନଙ୍କୁ ପ୍ରାର୍ଥନା କରେ ସମୟ ଯେତେ ବି ବଦଳି ଯାଉ, ହେଲେ ତୁମେମାନେ କେବେ ବଦଳି ନଯାଅ। ମନେ ପଡ଼େ ସେଦିନର ବିଦାୟ ସମୟର କଥା। ସବୁଦିନ ପାଇଁ ଛାଡ଼ି ଚାଲି ଆସିଥିଲି ମୋ ଘରକୁ, ମୋର ଅତି ଆପଣାର ଲୋକଙ୍କୁ ଆଉ ମୋର ଅତୀତରେ ବିତିଥିବା ସବୁ ସ୍ମୃତିକୁ। ହଁ, ମାନୁଛି ବାହାଘର ପରେ ବହୁତ ଭଲ ଘରେ ରହୁଛି, ଭଲ ଖାଇବା ଖାଉଛି, ଭଲ କପଡ଼ା ପିନ୍ଧୁଛି ଆଉ ବହୁତ ବି ଟଙ୍କା ଅଛି। ହେଲେ ବି ଆଗ ଭଳି ଆଉ ସେ ଖୁସି ନାହିଁ। ଅତୀତକୁ କେବେ ବି ଫେରି ହୁଏ ନା, ଏଇଟା ତ ମୁଁ ଜାଣିଛି। ହେଲେ ବି କାହିଁକି ଜାଣି ଏ ମନ ବୁଝେ ନା, ପୁଣି ଥରେ ଅତୀତକୁ ଫେରେଇ ଆଣିବାକୁ ଚେଷ୍ଟା କରେ। ବାହା ହେବାର ବହୁତ ଦିନ ବିତିଗଲାଣି, କିନ୍ତୁ ଆଜି ବି ମୋ ମନ ତୁମମାନଙ୍କ ପାଖରେ ଅଟକି ଯାଇଛି। ସେଦିନର ସେ ମିଳାମିଶା, ସାଙ୍ଗ ହୋଇ ଖାଇବା, ସାଙ୍ଗ ହୋଇ ବୁଲିବା, ସାଙ୍ଗ ହୋଇ ଗୋଟେ ଡ୍ରେସ୍କୁ ସେୟାର କରି ପିନ୍ଧିବା ଆଜି ବି ମନେ ପଡ଼େ। ଆଉ ହଁ, ସାଙ୍ଗ ହୋଇ ଅଧା ରାତି ଯାଏ ଗପିବା, ସେଟା ବି ଭୁଲି ଯାଇନି ମୁଁ। ଏସବୁ କଥା ମନେ ପଡ଼ିଲେ ଆଜି ବି ଆଖି ଲୁହରେ ଭରିଯାଏ। ତୁମମାନଙ୍କଠୁ ବହୁତ ଦୂରରେ ଅଛି ସିନା, ହେଲେ କାଲି ଯେମିତି ଥିଲି ଆଜି ସେମିତି ଅଛି। କୁହନ୍ତିନି, ଦୂରରେ ଥିଲେ ବେଶୀ ମନେ ପଡ଼େ। ବୋଧହୁଏ ମୁଁ ସେଇଟା ଅନୁଭବ କରୁଛି। ଶେଷରେ ଏତିକି କହିବି, ତୁମ ସହିତ କାଟିଥିବା ସବୁ ସମୟ ମୋ ପାଖରେ ସେ ସ୍ମୃତି ହୋଇ ରହିଯାଇଛି। ସତରେ ତୁମମାନଙ୍କ କଥା ମୋର ଆଜି ବହୁତ ମନେ ପଡ଼ୁଛି।